ରାଇରଙ୍ଗପୁରର ଲଞ୍ଚ ୱେଜେଣ୍ଟ ଏଜୁକେସନ୍ ଟ୍ରଷ୍ଟର 12ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଟ୍ରଷ୍ଟର ଅଧ୍ୟକ୍ଷ ଦୀପକ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପୁରସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବହଲଦାର ପୂର୍ବତନ ସିଆର୍ସିସି ବିଭୂତି ଭୂଷଣ ପଲେଇ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ସହିତ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଏଥିରେ ମୁଖ୍ୟ ବକ୍ତା ଭାବେ ବାରିପଦାସ୍ଥିତ କିସ୍ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ଗଣେଶ ମିଶ୍ର ଯୋଗଦେଇ ଛୋଟ ଛୋଟ ପିଲାମାନଙ୍କର ପ୍ରତିଭାକୁ ବିକଶିତ କରିବା ପାଇଁ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନୀୟ ଅତିଥି ଭାବେ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟର ଇଂରାଜୀ ଶିକ୍ଷକ ଉଦୟଭାନୁ ପ୍ରଧାନ, ବିଶିଷ୍ଟପାଲ ସଂସ୍କୃତି ସମାଲୋଚକ ଉପେନ୍ଦ୍ର କୁମାର ବେହେରା, ଶ୍ରୀ ଜଗନ୍ନାଥ ଚାରିଟେବୁଲ୍ ଟ୍ରଷ୍ଟର ସଭାପତି ବିଜୟ କୁମାର ପାଣି, ରାଇରଙ୍ଗପୁରର ଆଲଫାବେଜ୍ ସ୍କୁଲର ଅଧ୍ୟକ୍ଷ ସ୍ୱରାଜ ମହନ୍ତ, ଟ୍ରଷ୍ଟର ନିର୍ଦ୍ଦେଶିକା ଗୀତାଞ୍ଜଳି ବେହେରା ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ଜୁନିୟର ରେଡ୍କ୍ରସ ଅଧିକାରୀ ସ୍ମୃତିରଞ୍ଜନ ପାଣି ସଂଯୋଜନା କରିଥିବା ବେଳେ ଟ୍ରଷ୍ଟିର ପରିଚାଳନା ନିର୍ଦ୍ଦେଶକ ଆଶିଷ କୁମାର ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରତିଯୋଗିତାରେ ପ୍ରଥମ ଜ୍ୟୋତିରଞ୍ଜନ ପାଣି, ଦ୍ୱିତୀୟ ଦିବ୍ୟାଂଶୁ ବେହେରା, ତୃତୀୟ ସ୍ୱରୂପ ରଞ୍ଜନ ପାଣି, ସାଇ ସମ୍ପନ୍ନା ପାଣି, ବିଶ୍ୱରଞ୍ଜନ ପାଣି ପ୍ରମୁଖଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏଥିରେ ଆକାଶ ରଞ୍ଜନ ରାଉତ, ସତ୍ୟନାଥ ଦାସ, ସୁରେନ୍ଦ୍ର ମୁର୍ମୁ, ଧନେଶ୍ୱର ମାରାଣ୍ଡି, ମୁନା ଷ୍ଟାର ସହଯୋଗ କରିଥିଲେ। ଶେଷରେ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ରକ୍ତର ସଙ୍କଟ ଥିବାରୁ ଆଗାମୀ 29/5/2026 ତାରିଖରେ ରାଇରଙ୍ଗପୁରର ଚିକିତ୍ସାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି ଟ୍ରଷ୍ଟିର ଅଧ୍ୟକ୍ଷ ଦୀପକ କୁମାର ବେହେରା ପ୍ରକାଶ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡ଼ାଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।